କିଛି ଲୋକ ଅଛନ୍ତି ଆପଣ ଦେଖିଥିବେ କଥା କଥାରେ ଝଗଡା, କଥା କଥାରେ ଅଭିଶାପ। ତୋର ଏମିତି ହେଇଯିବ, ତୁ ଏଇଟା ଭୋଗିବୁ, ତ ସିଏ ମରିଯିବ। ଆଚ୍ଛା, ଏମିତି କହିଦେଲେ କଣ ସେଇଟା ଫଳିଯିବ ନା? କଣ ଏହାର କାରଣ, କେମିତି କାମ କରିଥାଏ? ଆଉ ଯେମିତି କହିଦେଲେ ହେଇଯାଉଥାନ୍ତା, ତେବେ ମହାଭାରତ, ଏ ଲଙ୍କା କାଣ୍ଡ, ଏତେ ଯୁଦ୍ଧ, ଏତେ ବିଚାର, ଏତେ ଅଦାଲତ, ଏହାର କାମ କଣ? ଅଭିଶାପ କୌଣସି ଶରୀର ଦେଇ ନପାରେ, କାହାରି ଶାରୀରିକ ଉଚ୍ଚାରଣରେ କେବେ ଅଭିଶାପ ହେଇନପାରେ। ଅଭିଶାପ ଦେଇପାରେ ଆତ୍ମା, ଏ ଆତ୍ମାରୁ ବାହାରିଥାଏ। ଧରାଯାଉ ଜଣେ ସାଧା ସିଧା ଲୋକ, ଆଧ୍ୟାତ୍ମ ଚେତନାର ଲୋକ, ସିଧା ଭଗବାନଙ୍କ ସହ ସମ୍ପର୍କ ରଖିଛନ୍ତି। ନିଜର ପ୍ରତ୍ୟେକଟି ସୁଖ ଦୁଃଖ ସବୁ ଭଗବାନଙ୍କୁ ଅର୍ପଣ କରିଦେଇଛନ୍ତି। ବା ଯାହାଙ୍କ ପାଖରେ ସାମର୍ଥ୍ୟ ନାହିଁ, ଯିଏ ଅସମର୍ଥ, ଦୁର୍ବଳ, ଆର୍ଥିକ ବଳ କମ ରହିଛି, ଏଇମାନେ ହିଁ ଭଗବତ ଶରଣାସିତ। ତା ସେ ଲୋକଙ୍କୁ ଯେବେ ବିପଦ ପଡେ, କିଛି କଷ୍ଟ ହୁଏ, ଏମାନେ ତ କାହାକୁ କହିପାରିବେନି, କାହିଁକିନା ଏମାନେ ଅସମର୍ଥ। ଆଉ ଅସମର୍ଥଙ୍କ ପାଖରେ ତ ରୁହନ୍ତିନି କେହି। ଯାହାଙ୍କର କେହି ନାହାନ୍ତି, ତାଙ୍କର ଜଣେ ଅଛନ୍ତି, ଜଗବନ୍ଧୁ। ତ ଯେତେବେଳେ କୋଉଠି ବି କିଛି ଉପାୟ ଦେଖା ନଯାଏ, ସେତେବେଳେ ଗୋଟିଏ ହିଁ ଉପାୟ ଦେଖାଯାଇଥାଏ, ଆଉ ସେତେବେଳେ ଇଏ ଶରୀର ଚୁପ୍ ରହିଥାଏ, କେବଳ ଆତ୍ମା କହିଥାଏ, ହେ ପ୍ରଭୁ, ୟା ବିଚାର ଆପଣ କର। ତ ଇଏ ଯୋଉ ଚିତ୍କାର, ଏ ଆତ୍ମାର ବାହାରିଥିବା ଯୋଉ ଶବ୍ଦ, ଇଏ ବି ନିର୍ଭର କରିଥାଏ କି ସେ ଭାଇବ୍ରେସନର ତୀବ୍ରତା କେତିକି ଥିଲା। ଅର୍ଥାତ୍ ଜଣେ ମିଛୁଆ ଲୋକ, ଖରାପ କାମରେ ଲିପ୍ତ ରହିଥିବା ଲୋକ, କି ଅନ୍ୟର କ୍ଷତି ଚାହାନ୍ତି, ଅମଙ୍ଗଳ ଚିନ୍ତା କରନ୍ତି, ତେବେ ସେ ଲୋକ ଯଦି କଷ୍ଟ ପାଆନ୍ତି, ତାଙ୍କ ଆତ୍ମାର ଯୋଉ ଆର୍ତ୍ତନାଦ ବାହାରିବ, ତାର ଭାଇବ୍ରେସନ ସେଥିରେ ଏଫେକ୍ଟ କରିପାରିବନି। ଏ ଲୋ ଭାଇବ୍ରେସନର ଲୋକ। ବାସ୍ତବ ଅର୍ଥରେ ଦେଖିବାକୁ ଗଲେ ଯୋଉ ଲୋକଙ୍କର ବଳ ଯେତିକି ରହିଥିବ, ସେ ଆଧ୍ୟାତ୍ମିକ ବଳ ହେଇଥାଉ, ସଚ୍ଚଟପଣିଆର ବଳ ହେଇଥାଉ, କିମ୍ବା ବିଶ୍ୱସ୍ତତାର ବଳ ସମ୍ପନ୍ନ ବ୍ୟକ୍ତି, ଯେ କାହାର ଅମଙ୍ଗଳ ଚିନ୍ତା କରନ୍ତିନି, ଏମାନଙ୍କର ଆତ୍ମିକ ବଳ ବହୁତ ଉଚ୍ଚତମ ସ୍ଥାନରେ ଯାଉଥାଏ। ତ ଇଏ କାମ କରିଥାଏ ଏନର୍ଜି ଲେଭେଲରେ। ଏ ଅଭିଶାପ, ଏ ଆଶୀର୍ବାଦ ଆପଣ ଇଚ୍ଛାକୃତ ଭାବରେ କାହାକୁ ଦେଇପାରିବେନି, କାହାଠୁ ନେଇପାରିବେନି। ଇଏ ତ ପ୍ରକୃତିଙ୍କ ଦ୍ୱାରା ରଚା ଯାଇଥିବା ଏକ ଅଟୋମେଟିକ ସିଷ୍ଟମ। କାହିଁକିନା ଆପଣ ଯେବେ କାହାର ଭୁଲ ବାହାର କରୁଛନ୍ତି ବା ଅଭିଶାପ ଦଉଛନ୍ତି, ହୁଏତ ଆପଣ କାହାଠୁ ପୀଡା ବା ଦୁଃଖ ପାଇଛନ୍ତି, ଆଉ ପରିଣାମରେ ଆପଣଙ୍କ ଅନ୍ତରାତ୍ମାରୁ ତାଙ୍କ ପ୍ରତି କିଛି ଖରାପ ଭାବନା ସୃଷ୍ଟି ହେଇଛି। ଏଇ ଅବସ୍ଥାରେ ଆପଣ ଚାହିଁକି ବି ତାଙ୍କର ମଙ୍ଗଳ ଚିନ୍ତା କରିପାରିବେନି। ତ ଏଇ କାହା ପ୍ରତି ଖରାପ ଚିନ୍ତନକୁ ହିଁ କୁହାଯାଇଥାଏ ଅଭିଶାପ। ପୁଣି ଏହି ପ୍ରକାର ଆଶୀର୍ବାଦ ବି କାମ କରିଥାଏ, କି ଆପଣଙ୍କ ସହିତ କିଛି ଭଲ କରିଛନ୍ତି, ଆପଣଙ୍କର ମଙ୍ଗଳ କରିଛନ୍ତି, ତେବେ ଆପଣଙ୍କ ମନରୁ, ଆପଣଙ୍କ ଅନ୍ତରାତ୍ମାରୁ ଯୋଉ ତାଙ୍କ ପ୍ରତି ବାହାରୁଛି, ତାହାକୁ କୁହାଯାଇଥାଏ ଆଶୀର୍ବାଦ। ଇଏ ଜରୁରୀ ନୁହେଁ କି ଅଭିଶାପ କି ଆଶୀର୍ବାଦ କେବଳ ଶବ୍ଦ ମାଧ୍ୟମରେ ବାହାରିବ। ଇଏ ଏକ ଭାଇବ୍ରେସନ, ସୂକ୍ଷ୍ମ ଏକ ତରଙ୍ଗ ମାଧ୍ୟମରେ କି ଆତ୍ମାରୁ ବାହାରିଥାଏ। ଆତ୍ମାରୁ ବାହାରିକି ଯାଇ ପ୍ରକୃତି ପାଖରେ ପହଞ୍ଚିଥାଏ, ପ୍ରକୃତି ଏହାକୁ ଗ୍ରହଣ କରିଥାଏ, ଏବଂ ଠିକ ସମୟ ଆସିଲେ ତା ପରିଣାମ ହିସାବରେ ଯାହାଙ୍କ ପାଖରେ ପହଞ୍ଚେଇବା କଥା ପହଞ୍ଚେଇ ଦେଇଥାଏ। କାହାକୁ ବହୁତ ସମୟ ଲାଗି ଯାଇଥାଏ, ତ ଆଉ କାହାକୁ ଶୀଘ୍ର ଫଳି ଯାଇଥାଏ। କିନ୍ତୁ କେତେ ଯେ ସମୟ ଲାଗିବ ନିର୍ଦ୍ଧାର୍ଯ୍ୟ କରିବେ ପ୍ରକୃତି। କିନ୍ତୁ ଗୋଟେ ଦିନ ଫେରିବ ନିଶ୍ଚୟ, କାହିଁକିନା ପ୍ରକୃତି କେବେ କାହାର କିଛି ନିଜ ପାଖରେ ରଖନ୍ତିନି, ଗୋଟେ ଦିନ ଅବଶ୍ୟ ଫେରି ଦିଅନ୍ତି। ଠିକ ସେଇ ପ୍ରକାର ଯେବେ କାହାର କିଛି ଉପକାର କରୁଛନ୍ତି, କାହାକୁ ଖୁସି ଦଉଛନ୍ତି, ତାଙ୍କ ଅନ୍ତରାତ୍ମାର ଯୋଉ ସନ୍ତୁଷ୍ଟିର ତରଙ୍ଗ ବାହାରୁଛି, ଏହାକୁ ବି ପ୍ରକୃତି ଗ୍ରହଣ କରନ୍ତି, ଏବଂ ସେ ତରଙ୍ଗର ତୀବ୍ରତା ଯେତିକି ଅଧିକ ଗହୀର ହେଇଥାଏ, ପରିଣାମ ବି ସେତିକି ଶୀଘ୍ର ତାର ସହିତ ଫେରାଇ ଦିଅନ୍ତି। ଏଇ ନିୟମ ଅନୁସାରେ କି ଆଶୀର୍ବାଦ ବା ଅଭିଶାପ କାମ କରିଥାଏ। ପରନ୍ତୁ ଏବେ ପ୍ରଶ୍ନ ଆସିଥାଏ କି ଅଭିଶାପ କି ଆଶୀର୍ବାଦ ଆମ ଜୀବନ ଉପରେ କେମିତି ପ୍ରଭାବ ପକାଇଥାଏ? କଣ ଆମଠୁ ନିର୍ଗତ ହେଇଥିବା ଏଇ ଭାଇବ୍ରେସନ ପୁଣି କେବେ ଆମ ପାଖକୁ ଫେରି ଆସିଥାଏ? ଆଜ୍ଞା, ଏ ପ୍ରକୃତି ବହୁତ ଜଟିଳ ବିଜ୍ଞାନ। ଏହାର ରହସ୍ୟକୁ ବୁଝିବା ଏତେ ବି ସହଜ ହୋଇନଥାଏ। ତଥାପି ପ୍ରକୃତି ନିଜ ନିୟମକୁ କାହା ପାଇଁ ବି ବଦଳାନ୍ତିନି, ତାଙ୍କ ପାଇଁ ସମସ୍ତେ ସମାନ। ତ ଯେବେ ଆପଣଙ୍କ ହୃଦୟରୁ କାହା ପାଇଁ କିଛି ଅଭିଶାପ କି ଆଶୀର୍ବାଦ ବାହାରୁଛି, ସେ ଭାଇବ୍ରେସନ ତ ଏକ ନିଶ୍ଚିତ ସମୟ ଅନୁସାରେ ଯାହାଙ୍କ ପାଖରେ ପହଞ୍ଚିବା କଥା ସେ ପହଞ୍ଚିବ, ପରନ୍ତୁ ଏ ଆପଣଙ୍କ ପାଖକୁ ବି ଫେରିବ। ଯୋଉ ପ୍ରକାର ବଲ୍ ଗୋଟିଏ କାନ୍ଥକୁ ଫିଙ୍କିଦେଲି, ସେ କଣ ସେ କାନ୍ଥରେ ଅଟକିଯିବ? ନାଇଁ, ଏଥର ବାଜିକି ପୁଣି ମୋ ଆଡକୁ ଫେରି ଆସିବ ନା। ଠିକ ସେଇ ପ୍ରକାର ଆମ ପାଖରୁ ବି ବାହାରିଥିବା ଏଇ ଆଶୀର୍ବାଦ କି ଅଭିଶାପ ସମୟ ଅନ୍ତରାଳରେ ତ ଯାହା ପାଖରେ ପହଞ୍ଚିବା କଥା ସେ ପହଞ୍ଚିବ, ସେଠୁ ପୁଣି ଆମ ପାଖକୁ ଫେରିବ।
ଯେତେବେଳେ ବି କାହାଙ୍କ ବିଷୟରେ ନକାରାତ୍ମକ ଚିନ୍ତନ କରୁଛନ୍ତି, ସେ ନକାରାତ୍ମକ ତରଙ୍ଗ ଯାଇକି ତାଙ୍କ ପାଖରେ ତ ପହଞ୍ଚୁଛି। ପରିଣାମରେ ଯେତେବେଳେ ତାଙ୍କୁ କଷ୍ଟ ହଉଛି, ତେବେ ତାଙ୍କ ମନରୁ କଣ ବାହାରିବ? ଜଣେ ହୃଦୟରୁ ପୀଡ଼ିତ, ଜଣେ ଦୁଃଖୀ, ସେ ନିଶ୍ଚୟ ଆପଣଙ୍କୁ ଦୋଷାରୋପ କରିବ ନା, ଆପଣଙ୍କ ଉଦ୍ଦେଶ୍ୟରେ ବି ଅଭିଶାପ ଦବ। ଅଥବା ତାଙ୍କୁ ଏହାର ଯଦି କାରଣ ବି ଜଣା ନଥିବ, ତଥାପି ସେ ଈଶ୍ୱରଙ୍କୁ ଅଭିଯୋଗ କରିବ, କାହିଁକି ମୋ ଜୀବନ ଏମିତି ହଉଛି। କାରଣ ନ ଜାଣିଥାନ୍ତୁ, ତଥାପି ତାଙ୍କ ଆତ୍ମାର ଯୋଉ ଭାଇବ୍ରେସନ ବାହାରିବ, ଏ କ୍ଷେତ୍ରରେ ସେ ଆମେ ଜାଣିଥାଉ କି ନଥାଉ, ପ୍ରକୃତି ତ ଜାଣିଛନ୍ତି ନା ଏ ତରଙ୍ଗ କୋଉଠୁ ବାହାରିଛି, କାହା ଉଦ୍ଦେଶ୍ୟରେ ଆସିଛି। ତ ପ୍ରକୃତିର ନିୟମରେ କୌଣସି ପାତର ଅନ୍ତର ନାହିଁ। ପ୍ରକୃତି ଏକ ବିଶେଷ ନିୟମ ଅନୁସାରେ କାମ କରିଥାଏ, ଯୋଉ ପ୍ରକାର ଆମ ମୋବାଇଲର ନେଟୱାର୍କ କାମ କରିଥାଏ। କୋଉ ଲୋକ କଲ୍ କରିଛନ୍ତି, କାହା ମୋବାଇଲକୁ କଲ୍ କରିଛନ୍ତି, ସେ ଠିକ ସେଇ ଜାଗାରେ ସିଗ୍ନାଲ ପଠେଇ ଦିଏ ନା। ଠିକ ଏଇ ପ୍ରକାର ପ୍ରକୃତିର ନିୟମ ବି କାମ କରିଥାଏ। ଆମେ ହୁଏତ କିଛି ସମୟ ଅନ୍ତରାଳରେ ଭୁଲି ଯାଇଥାଉ, କେବେ କାହାକୁ କଣ ଅଭିଶାପ ଦେଇଥିଲେ, କଣ କହିଥିଲେ, ଆମେ ମନେ ରଖିନଥାଉ। କିନ୍ତୁ ପ୍ରକୃତି ଏହାକୁ ବିଲକୁଲ ହିସାବ କରିକି ରଖିଥାଏ। କେତେବେଳେ କାହା ଉଦ୍ଦେଶ୍ୟରେ କଣ ଅଭିଶାପ ଦେଇଥିଲେ, ଏହାର ପରିଣାମ ସେ ଲୋକଙ୍କୁ କେ ପର୍ଯ୍ୟନ୍ତ ମିଳିବା ଦରକାର, ପୁଣି ସେ ପରିଣାମ ପାଇଲା ପରେ ସେ ବ୍ୟକ୍ତିଙ୍କ ହୃଦୟରୁ ଯୋଉ ଭାଇବ୍ରେସନ ବାହାରିବ, ତାର ପରିଣାମ ବି କେ ପର୍ଯ୍ୟନ୍ତ ଆମକୁ ମିଳିବ। ସମସ୍ତ ଏକ ସ୍ୱୟଂକ୍ରିୟ ପ୍ରକ୍ରିୟା ଯେମିତି କାମ କରିଥାଏ। ଏ କୌଣସି ଆମ ନିୟନ୍ତ୍ରଣରେ ନଥାଏ। ଏ ଗୋଟେ ପ୍ରକାର ବନ୍ଧନ ହୋଇଥାଏ, ଗୋଟେ ପ୍ରକାର ଚକ୍ର ହୋଇଥାଏ। କିନ୍ତୁ ଏଇଠି ପ୍ରଶ୍ନ ଆସିଥାଏ କି ଚକ୍ର ବା ବନ୍ଧନ ଭିତରୁ ଆମେ ବାହାରିବା କେମିତି? ଏଥିରୁ ମୁକ୍ତି ପାଇବାର ଗୋଟିଏ ମାତ୍ର ଉପାୟ ଭଗବତ ଶରଣ। ପୁରା ସିଷ୍ଟମଟିକୁ ଥରେ ବୁଝନ୍ତୁ। ଜଣେ ଯେତେବେଳେ ପରମାତ୍ମାଙ୍କ ଶରଣ ନେଉଛନ୍ତି ନା, ସେ ପ୍ରକୃତିର ବନ୍ଧନରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଯାଉଛନ୍ତି। କାହିଁକିନା ଯିଏ ଭଗବତ ଶରଣାଶ୍ରିତ, ଏ ପ୍ରକୃତି ବନ୍ଧନ ଠାରୁ ବହୁତ ଉର୍ଦ୍ଧ୍ୱରେ। ଅର୍ଥାତ୍ କି ଆତ୍ମା ଯେତେବେଳେ ପରମାତ୍ମାଙ୍କ ଶରଣ ହେଇଯାଉଛନ୍ତି, ତେବେ ତାଙ୍କ ସିଗ୍ନାଲକୁ ଯେତେବେଳେ ପ୍ରକୃତି ଖୋଜୁଛନ୍ତି, ସିଗ୍ନାଲ ପାଇବେନି। କାହିଁକି? ଏ ପରମ ଊର୍ଜାଙ୍କ ଶରଣ ନେଇଛନ୍ତି। ଏବେ ସେ ଆଉ କର୍ତ୍ତା ହେଇକି ନାହାନ୍ତି, କର୍ତ୍ତା ହଉଛନ୍ତି ସ୍ୱୟଂ ପରମାତ୍ମା। ଇଏ କେବଳ ଏକ ମାଧ୍ୟମ। ତ ପରମାତ୍ମାଙ୍କ କାର୍ଯ୍ୟରେ କେବେ ପ୍ରକୃତି ହସ୍ତକ୍ଷେପ କରନ୍ତି, କାହିଁକି ପ୍ରକୃତି ବି ତ ସେଇ ପରମାତ୍ମାଙ୍କ ଅଧୀନରେ। ଏଥିପାଇଁ ବହୁତ ସାଧୁ ସନ୍ତଙ୍କୁ ଦେଖିଥିବେ ଯେ ପ୍ରକୃତିର ନିୟମ ଠାରୁ ବହୁତ ଅଲଗା। ଯେମିତିକି ଅଚାନକ ଅଦୃଶ୍ୟ ହେଇଯିବା, ମାସ ମାସ ଧରିକି ବରଫ ଭିତରେ ବସିକି ରହିବା, ନ ଖାଇ ନ ପିଇକି ବର୍ଷ ବର୍ଷ ବସି ତପସ୍ୟା କରିବା। ଏ ଭୌତିକ ଜଗତର ଗ୍ରାଭିଟି ସମସ୍ତଙ୍କ ପାଇଁ ସମାନ କାମ କରିଥାଏ, ପରନ୍ତୁ ଜଣେ ଯୋଗୀ ଏହାକୁ ଲଙ୍ଘନ କରିପାରନ୍ତି। କିଏ କିଏ ତ ପ୍ରକୃତିଙ୍କ ଇଚ୍ଛାରେ ନୁହେଁ, ନିଜ ଇଚ୍ଛାର ଦେହ ଛାଡନ୍ତି। ଅର୍ଥାତ୍ ପ୍ରକୃତ ଅର୍ଥରେ ଦେଖିବାକୁ ଗଲେ ଏ ପ୍ରକାର ଯୋଗୀ କୌଣସି ନିଜେ କିଛି କରନ୍ତିନି, ଏ ପରମାତ୍ମାଙ୍କ ଦ୍ଵାରା ସଞ୍ଚାଳିତ ହୁଅନ୍ତି। ପରନ୍ତୁ ଏମାନେ ଯୋଉ କର୍ମ କରନ୍ତି, ଏହାର ବି ତ କିଛି ପରିଣାମ ହେବା ଦରକାର। ଆଉ ଏମାନଙ୍କ କର୍ମର ପରିଣାମ ଏମାନଙ୍କୁ ଦେବା ପାଇଁ କି ଯେତେବେଳେ ପ୍ରକୃତି ଖୋଜନ୍ତି, ମିଳନ୍ତି ଏମାନେ। କାହିଁକି? ଏମାନେ ପରମାତ୍ମାଙ୍କ ଶରଣାଶ୍ରିତ। ଆଉ ୟାଙ୍କ ଦ୍ୱାରା ବି କିଛି ଏମିତି କର୍ମ ବନିବନି ଯୋଉଟା ପରମାତ୍ମାଙ୍କ ବିପକ୍ଷରେ ଘଟୁଛି। କାହିଁକିନା ଏବେ ସେ ଆଉ କର୍ତ୍ତା ନୁହେଁ। ଯେବେ ଜଣେ ନାହାନ୍ତି, ତାଙ୍କର ଉପସ୍ଥିତି ହିଁ ନାହିଁ, ଯେ ଆଉ ରହିଲେ କିଏ? ସ୍ୱୟଂ ପରମାତ୍ମା। ତେଣୁ ପରମାତ୍ମାଙ୍କ ଶରଣ ହେଲା ପରେ ମାର୍ଗ ଆଉ କିଛି ବି ଅସାଧ୍ୟ ରହିନଥାଏ। ଯେମିତି ଜଣେ ତାଙ୍କ ଶରଣ ନେଉଛନ୍ତି, ପ୍ରଥମେ ତ ପ୍ରକୃତି ତାଙ୍କ ପାଇଁ କି ମାର୍ଗ ଖୋଜୁଛନ୍ତି, ତାକୁ ଆହୁରି ସହଜ ବନେଇ ଦଉଛନ୍ତି। ଆଉ ଯେମିତି ନିଜ ସହଜ ସ୍ୱଭାବରେ ଆସି ଯାଉଛନ୍ତି, ପୁରା ସିଷ୍ଟମଟି ବଦଳି ଯାଉଛି। ତାଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ହେଇଯାଉଛି। ଯୋଉଠି ଅନ୍ତରାତ୍ମାର ଆଗରୁ କ୍ରୋଧ ଉତ୍ପନ୍ନ ହଉଥିଲା ବା ଆଶୀର୍ବାଦ ଅଭିଶାପ ଉତ୍ପନ୍ନ ହଉଥିଲା, ସେ ସିଷ୍ଟମଟି ଅକାମ ହେଇଯାଉଛି। ଏବେ ତ ସେ ଆଉ ନିଜସ୍ୱ ସତ୍ତାରେ ନାହାନ୍ତି। ତାଙ୍କର ମୁଁ କାର, ତାଙ୍କର ଅହଙ୍କାର, ଏଇସବୁକୁ ପରମାତ୍ମା ବିନଷ୍ଟ କରିଦଉଛି। ତେଣୁ ଯେତେବେଳେ ଏଇ ଭୌତିକ ଏ ସାମାଜିକ ସିଷ୍ଟମ ଗୁଡିକ ଅକାମୀ ହେଇଯାଉଛି, ସଂସାରର ବିକୃତି ଗୁଡିକ ଠାରୁ ଦୂରେଇ ଯାଉଛନ୍ତି। ଇଏ ଆଉ କୌଣସି ବନ୍ଧନ ଚକ୍ରରେ ନାହାନ୍ତି। ଆଚ୍ଛା, ଆହୁରି ଗୋଟିଏ ପ୍ରଶ୍ନ, ଯେବେ କିଏ ପରମାତ୍ମାଙ୍କ ଶରଣ ହଉଛନ୍ତି, ସେ ଲୋକଙ୍କୁ ଯଦି କିଏ ଅଭିଶାପ ଦିଅନ୍ତି, କିଏ ଆଶୀର୍ବାଦ ଦିଅନ୍ତି, ତାଙ୍କର କଣ ହବ? ଦେଖନ୍ତୁ, ପରମାତ୍ମାଙ୍କ ଶରଣରେ ଆସିଥିବା ଲୋକ, ତାଙ୍କ ପାଇଁ ଯଦି କିଏ ନକାରାତ୍ମକ ଚିନ୍ତନ କରୁଛନ୍ତି ବା ନକାରାତ୍ମକ ଭାଇବ୍ରେସନ ପଠାଉଛନ୍ତି, ସେ ଅଭିଶାପ କି ଆଶୀର୍ବାଦ ଉପରେ ପ୍ରକୃତି ଏ ସିଗ୍ନାଲ ଗୁଡିକୁ ଗ୍ରହଣ ତ କରିବେ, କିନ୍ତୁ ସେଇ ଜିନିଷ ପୁଣି ତାଙ୍କରି ପାଖକୁ ପଠେଇଦେବେ ଯୋଉଠୁ ଆସିଥିଲା। ତ ଯିଏ ପରମାତ୍ମାଙ୍କ ଶରଣ ନେଇଛନ୍ତି, ସମସ୍ତ ଆଶୀର୍ବାଦ କି ଅଭିଶାପ ଠାରୁ ମୁକ୍ତି ହେଇଯାଇଛନ୍ତି। ନା ତାଙ୍କୁ କୌଣସି ଖୁସି ପ୍ରଭାବିତ କରିପାରିବ, ନା କୌଣସି ଦୁଃଖ। ଏମାନଙ୍କୁ ଯିଏ ବି କିଛି ଦେବେ,
ପ୍ରକୃତି ସେ ଜିନିଷକୁ ସେ ଦେଇଥିବା ଲୋକଙ୍କ ପାଖକୁ ଫେରେଇଦେବେ। ତ ଆପଣ ବି କୋଉଠି ଦେଖିଥିବେ କୌଣସି ସାଧା ସିଧା ଲୋକଙ୍କୁ ଯେବେ କେହି ହଇରାଣ କରନ୍ତି, କୌଣସି ବିପଦରେ ପକେଇବାକୁ ଚେଷ୍ଟା କରନ୍ତି, ପ୍ରକୃତି ତୁରନ୍ତ ହିଁ ତାଙ୍କୁ ଦଣ୍ଡ ଦେଇ ଦିଅନ୍ତି। ଏ ହେଲା ଭଗବତ ଶରଣାଶ୍ରିତଙ୍କ ମହିମା। କିନ୍ତୁ ଯେ ଏବେ ଏବେ ଶରଣାଶ୍ରିତ ହେଇଛନ୍ତି, ଶରଣାଗତି ଏପର୍ଯ୍ୟନ୍ତ ପୁଷ୍ଟତା ପାଇନି, କ୍ରୋଧ ଅହଙ୍କାର ମନର ମଳିନତା ଏପର୍ଯ୍ୟନ୍ତ ଯାଇନି, ଏ ଅବସ୍ଥାରେ ସେ ଯେତେବେଳେ ଦୁଃଖିତ ହଉଛନ୍ତି, କାହା ଉଦ୍ଦେଶ୍ୟରେ ଯେବେ ଅପଶବ୍ଦ ବାହାରି ଯାଉଛି, ଭୋଗିବୁ ରହ, ଏଇଟା ପାଇବା ପାଇଁ କି ଦିନେ ତର୍ସିଯିବୁ ରହ, ସିଏ ତ ଭୋଗିବେ, କିନ୍ତୁ ନିଜକୁ ବି ଭୋଗିବାକୁ ପଡିବ, ନିଜର ପୁଣ୍ୟ କ୍ଷୟ ହେଇଯିବ। କେବେ ବି ଯଦି ଏମିତି କିଛି ଅପଶବ୍ଦ ବାହାରି ଯାଉଛି, ହେ ପ୍ରଭୁ ଭୁଲ ହେଇଯାଇଛି, ମୋ କଥା ମିଛ ହେଇଯାଉ, ତାର କିଛି ଅମଙ୍ଗଳ ନ ହଉ, ସେ ଭଲରେ ଥାଉ, ଏମିତି କ୍ଷମା କରିଦେବା ଦରକାର। ନଚେତ ସିଏ ତ ଭୋଗିବେ, ନିଜେ ବି ଭୋଗିବେ, ପୁଣ୍ୟ କ୍ଷୟ ହେଇଯିବ, ମନରେ ମଳିନତା ଆସିବ। ତେଣୁ ସବୁବେଳେ ସାବଧାନ ରହିବା। ଯେତେବେଳେ ଜଣଙ୍କର ସାଧନ ବଳ ବୃଦ୍ଧି ପାଉଛି, ତପ ବଳ ବୃଦ୍ଧି ପାଉଛି, ନିଜ ଭିତରେ ଏକ ଆବେଶ ଆସିବାକୁ ଲାଗେ, ଏ ଆବେଶର ବଶବର୍ତ୍ତୀ ହେଇକି ଯଦି କାହାକୁ ଶ୍ରାପ ଦେଇଦେବେ, ଶ୍ରାପ ତ ଲାଗୁ ହବ, ବଦଳରେ ତପ ବଳ କ୍ଷୟ ହେଇଯିବ। କିମ୍ବା କାହାର ସେବାରେ ଯେତେବେଳେ ପ୍ରସନ୍ନ ହେଇକି ବା ଦ୍ରବୀଭୂତ ହେଇକି କିଛି ଆଶୀର୍ବାଦ ଦେବେ, ଆଶୀର୍ବାଦ ତ କାମ ଦବ, କିନ୍ତୁ ତପ ବଳ କମିଯିବ, ଲକ୍ଷ୍ୟରୁ ବିଚ୍ୟୁତ ହେଇଯିବେ, ଭଜନ କୀର୍ତ୍ତନରେ ନାମ ଜପରେ ଆଉ ମନ ଲାଗିବନି। କାହାକୁ ବି ଆଶୀର୍ବାଦ ନୁହେଁ କି ଅଭିଶାପ, କେବଳ ମଙ୍ଗଳ ମନାସିବାର ଅଛି। ନିଜର ସାଧନ ବଳରେ, ତପ ବଳରେ, କ୍ରୋଧବଶତଃ ଦ୍ୱେଷବଶତଃ ଯଦି କାହାକୁ ଆଶୀର୍ବାଦ କି ଅଭିଶାପ ଦଉଛନ୍ତି, ପୂର୍ଣ୍ଣ କ୍ଷୀଣ ହବ, ଭଜନରେ ବାଧା ଆସିବ। ଏଇ ହେଲା ମୁଖ୍ୟ କଥା। କିନ୍ତୁ ଜଣେ ସାଧାରଣ ଲୋକ ଯେତେବେଳେ ବି କୌଣସି ଘଟଣାକୁ ନେଇକି ଚିନ୍ତିତ ହୋଇଯାନ୍ତି, ଦୁଃଖୀ ହୋଇଯାନ୍ତି, ବହୁତ ସମସ୍ୟାଗ୍ରସ୍ତ ହୋଇଯାନ୍ତି, ତେବେ ଯୋଉ ତାଙ୍କ ଅନ୍ତରାତ୍ମାରୁ ଏକ କୋହ ଆସିଥାଏ, ସିଏ ଯୋଉ ଲୋକଙ୍କ ଉଦ୍ଦେଶ୍ୟରେ ଅଭିଶାପ ଦେଇ ଦିଅନ୍ତି, ଏ ବହୁତ ତୀବ୍ର ହୋଇଥାଏ। କୌଣସି ତନ୍ତ୍ର ମନ୍ତ୍ର ଠାରୁ ବି ଆହୁରି ବହୁତ ପ୍ରଭାବଶାଳୀ ହୋଇଥାଏ। ଏ ଜିନିଷର କୌଣସି ଲିମିଟ ନଥାଏ, ତଥା ଏହାକୁ ଖଣ୍ଡନ କରିବା ବି ଏତେ ସହଜ ନୁହେଁ। ଆପଣ ତନ୍ତ୍ର ମନ୍ତ୍ରକୁ କାଟି ପାରିବେ, ଭୂତ ପ୍ରେତକୁ ଅଟକେଇ ପାରିବେ, କିନ୍ତୁ ଅଭିଶାପକୁ ନୁହଁ। ଥରେ ଯଦି ଲାଗି ଯାଇଥିବ ବହୁତ କଷ୍ଟ। ଆଉ କିଛି କରନ୍ତୁ କି ନ କରନ୍ତୁ, କେବେ କାହାର ଅଭିଶାପର କାରଣ ନୁହନ୍ତୁ। କୌଣସି ସାଧୁ ସନ୍ଥ, ମହିଳା, ଅସହାୟ ଅସମର୍ଥ, ଏମାନଙ୍କୁ ଦୁଃଖ ଦିଅନ୍ତୁନି, କାହା ହୃଦୟରେ ବି ଦୁଃଖ ଦିଅନ୍ତୁନି, କାହା ଅଭିଶାପର କାରଣ ହୁଅନ୍ତୁନି। ଆଶା କରେ କଥାଟି ବୁଝିପାରିଥିବେ। ରହୁଛି, ପୁଣି ଦେଖା ହେବ ଆଉ ଏକ ଭିଡିଓ ମାଧ୍ୟମରେ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।